ଉଷାରାଣୀ ବଳିଆରସିଂହ। ମୁଁ ରାୟଗଡ଼ା ଜିଲ୍ଲାର ଆସିଛି। କ'ଣ ଅନୁଭୂତି କହିବେ? କ'ଣ ଅନୁମତି କହିବି, ଭଗବାନଙ୍କର ତ ସବୁ ତାଙ୍କ ଦୟା। ମୋ ଥରେ ମୋ ସ୍ୱାମୀ ବଡ଼ ସିରିୟସ୍ ହେଇଥିଲେ ଆଉ କରୋନା ଟାଇମ୍ରେ ତାଙ୍କ ଦେହ ବେଶୀ ଅସୁସ୍ଥ ହେଇଥିଲେ। ତାଙ୍କୁ କଟକ ମେଡ଼ିକାଲକୁ ନେବା ପାଇଁ କହିଲେ। ମୁଁ କହିଲି ପ୍ରଭୁ ଜଗନ୍ନାଥ, ମୁଁ ତ କୁଆଡ଼େ ସାହା ଭରସା ନାହିଁ, ଆଉ ତମ କରୋନା ଥିବ ବୋଇଲେ ମୋର ଏଇଠିକା ଇଏ ହେବ। ଦିନ ରାତି ଯାକ ବସି ପଡ଼ିଲି, ମୁଁ ଖାଲି ଜଗନ୍ନାଥଙ୍କୁ ସ୍ତୁତି ବୋଲିକି, ଆଉ କିଛି ନାହିଁ। ସମାନ 12ଟା ଘଣ୍ଟା ରାତି ହେଇଛି। ଲେଡ଼ି ଡକ୍ଟର ଗୋଟେ ଆସିଲା ଆଉ କହିଲା ନାଇଁ କୁଆଡ଼େ ଯିବାକୁ ହେବନି, ଏଇଠି ତୁମେ 4 ଦିନ ଜଏନ୍ କରିଦିଅ ଆଉ ତୁମ ସ୍ୱାମୀ ଭଲ ହେଇଯିବେ। ପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲି, ତୁମେ ହିଁ ଥା ଭରସା ବୋଇଲି। ସେପଟୁ ଭଗବାନ ଜଗନ୍ନାଥଙ୍କୁ ମୁଁ ସବୁବେଳେ ବିଶ୍ୱାସ କରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ। ଆଜି ପ୍ରଭୁଙ୍କୁ ଦେଖିଲେ? ହଁ ପୁରା ଦେଖିଲି। କାଲି ଗଲି ଘଣ୍ଟେ ହେଇଗଲା ଦେଖିପାରିଲି ନାହିଁ। ଆଜି ପୁରା ଦର୍ଶନ କଲି, 3 ମୂର୍ତ୍ତିକୁ ଦର୍ଶନ କଲି। ମୋ ଜୀବନ ସାର୍ଥକ ଲାଗିଲା। ଜୟ ଜଗନ୍ନାଥ। ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ହେଲା। ସକାଳ ଆରମ୍ଭ ହେଲା ଜଗନ୍ନାଥଙ୍କ ଠାରୁ। 4ଟା ବେଳଠୁ ଆସିଲି, ଏ 7ଟା ବେଳକୁ ଦର୍ଶନ ବିରକ୍ତ ହେଇକି ପଳେଇବି ବୋଲୁଥିଲି। ଜଗନ୍ନାଥ ଦୟା କଲେ, ଦର୍ଶନ ହେଇଗଲା ପୁରା। ଜୟ ଜଗନ୍ନାଥ, ଜଗନ୍ନାଥ। ଆଚ୍ଛା ମା, ଜୟ ଜଗନ୍ନାଥ ଟିଭି ଦେଖନ୍ତି? ହଁ ଜଗନ୍ନାଥ ଦେଖେ, ସିଦ୍ଧାନ୍ତ ଟିଭି ଦେଖେ, ତାଙ୍କ ଭଜନ ଶୁଣେ ସବୁବେଳେ। ତାଙ୍କୁ ଡାକୁଥିଲି, ଭଗବାନ ଆଣିକି ଦର୍ଶନ ଦେଲେ। ଜୟ ଜଗନ୍ନାଥ। ସବୁ ଭକ୍ତମାନଙ୍କୁ ଟିକେ ଜୟ ଜଗନ୍ନାଥ କହିଦେଉନାହାନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମା। ଜୟ ଜଗନ୍ନାଥ ଟିଭି ତରଫରୁ ଶୁଣୁଥିଲେ ପ୍ରଥମ ଭକ୍ତଙ୍କ ଅନୁଭୂତି। ତାଙ୍କୁ ଦର୍ଶନ କରି ଜୀବନ ସାର୍ଥକ ହୋଇଗଲା।